ଲଗାଣ ବର୍ଷାରେ ଧସିଲା କପିଳାସ ବାରବାଙ୍କ ରାସ୍ତା। ଗଅଁଦିଆ ବ୍ଲକର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ ଥିବା ବାରବାଙ୍କ ରାସ୍ତାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଲଗାଣ ବର୍ଷା ଫଳରେ ଉକ୍ତ ପୀଠରେ ଥିବା ବାରବାଙ୍କ ରାସ୍ତାର ପ୍ରଥମ ବାଙ୍କ ଡାହାଣ ପାର୍ଶ୍ୱରୁ ଥିବା ପାହାଡ଼ ଧସିବା ଯୋଗୁଁ ଏହାର ପ୍ରଭାବରେ ଏକ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଉପରେ ପଡ଼ିଯାଇଥିଲା, ଯାହା ଯୋଗୁଁ ପ୍ରାୟ ଅପରାହ୍ନ 2ଟା ଠାରୁ ପ୍ରାୟ 2 ଘଣ୍ଟା ଧରି ମନ୍ଦିରକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଗଅଁଦିଆ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଉକ୍ତ ଗଛ ହଟାଯାଇ ସଫା କରିଥିଲେ ଓ ତାପରେ ସ୍ୱାଭାବିକ ଭାବରେ ଯାନବାହନ ସବୁ ଉପରକୁ ଚଳପ୍ରଚଳ କରିଥିଲା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।